ପିଲାମାନେ ତୁମେ ଜାଣିଛ ସୂର୍ଯ୍ୟ କାହିଁକି ଦିନରେ ଦେଖାଯାଆନ୍ତି ଏବଂ ଚନ୍ଦ୍ର କାହିଁକି ରାତିରେ ଦେଖାଯାଆନ୍ତି? ଚନ୍ଦ୍ର ମାନେ ଜହ୍ନ କାହିଁକି ରାତିରେ ଦେଖାଯାଆନ୍ତି? ତ ଆଜି এই ଗପଟି ପଢ଼ିଲେ ଆମେ ଜାଣିପାରିବା ଯେ ସୂର୍ଯ୍ୟ କାହିଁକି ଦିନରେ ଦେଖାଯାଆନ୍ତି ଏବଂ ଚନ୍ଦ୍ର କାହିଁକି ରାତିରେ ଦେଖାଯାଆନ୍ତି। ଅନେକ ଦିନ ତଳର କଥା, ଦିନେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଭିତରେ କଳି ହେଲା, ପ୍ରବଳ ମାଡ଼ଗୋଳ ହେଲା। ସୂର୍ଯ୍ୟ ଭାରି ରାଗିଗଲା, ତା ମୁହଁ ଲାଲ ପଡ଼ିଗଲା, ଧୀରେ ଧୀରେ ତା ଦେହରୁ ତାପ ବାହାରିଲା, ଚାରିଆଡ଼ ତାତିଗଲା। ଏକଥା ଦେଖି ଚନ୍ଦ୍ର ଡରିଗଲା, ତା ମୁହଁ ମଳିନ ପଡ଼ିଗଲା। ସେ କେଉଁଠି ଲୁଚିବ ବୋଲି ଖୋଜିଲା। ଆକାଶ ଚନ୍ଦ୍ରକୁ ଲୁଚାଇ ଦେଇ ତା ଚାରିପାଖକୁ ଅନ୍ଧାର କରିଦେଲା। ସୂର୍ଯ୍ୟ ଯେମିତି ଆକାଶରେ ଚନ୍ଦ୍ରକୁ ଖୋଜି ଘୁରି ଘୁରି ବୁଲିଲା, ସେମିତି ଚାରିଆଡ଼େ ଆଲୁଅ ଦେଖାଗଲା। ଦିନ ହୋଇଗଲା। ପୃଥିବୀରେ ଲୋକମାନେ ଉଠି ଆଲୁଅରେ ନିଜ କାମ କଲେ। ସେହିଦିନଠାରୁ ସୂର୍ଯ୍ୟଙ୍କୁ ଲୁଚି ଚନ୍ଦ୍ର ରାତିରେ ଆକାଶକୁ ଆସିଲା। ସକାଳ ହେଲେ ଯେତେବେଳେ ସୂର୍ଯ୍ୟ ଆକାଶକୁ ଆସନ୍ତି, ସେମିତି ଚନ୍ଦ୍ର ଲୁଚିଯାଏ। ତ ପିଲାମାନେ ବୁଝିପାରିଲନି? ଯେତେବେଳେ ସୂର୍ଯ୍ୟ ଚନ୍ଦ୍ରଙ୍କ ଭିତରେ ଘୋର କଳି ହେଲା, ମାଡ଼ଗୋଳ ହେଲା, ସୂର୍ଯ୍ୟ ପ୍ରବଳ ରାଗିଗଲା। ସେଠୁ ଚନ୍ଦ୍ରକୁ ପୁରା ଖୋଜିଲା ଯେ ତାକୁ ମାରିବ ବୋଲି। ଚନ୍ଦ୍ର କ'ଣ ହେଲା ନା ଖୋଜିଲା ଯେ କେଉଁଠି ଯାଇକି ଲୁଚିବ। ସେଠୁ କାହା ପାଖରେ ଯାଇ ଲୁଚିଲା ନା ଆକାଶ ତାକୁ କ'ଣ କଲା ନା ଲୁଚେଇ ଦେଲା। ସେଠୁ ସୂର୍ଯ୍ୟ ଯୁଆଡ଼ୁ ଦିନ ବେଳା ଯାଆନ୍ତି, ସିଆଡ଼େ ଖରା ହେଇଥାଏ, ଲୋକମାନେ ଚଳପ୍ରଚଳ କରନ୍ତି। ଯେମିତି ସେଠୁ ରାତି ହେଇଯାଏ, ଚନ୍ଦ୍ର ସେଠୁ ଉଦିତ ହୁଅନ୍ତି। ପୁଣି ଯେତେବେଳେ ସକାଳେ ସୂର୍ଯ୍ୟ ପଳେଇ ଆସିବ, ଚନ୍ଦ୍ର ସେଠୁ ପୁଣି ଯାଇ ଆକାଶରେ ଲୁଚିଯିବ। ତ ଏଇଭଳି ସୂର୍ଯ୍ୟ ଦିନରେ ଉଦିତ ହୁଅନ୍ତି ଏବଂ ଚନ୍ଦ୍ର ରାତିରେ ଉଦିତ ହୁଅନ୍ତି। ତ ଏଇ ଗପଟା ତୁମେ ଭଲ ଭାବରେ ବୁଝିଗଲ। ଦେଖିବା ପ୍ରଶ୍ନର ଉତ୍ତର କହିପାରୁଛ ନା ନାହିଁ କହିଲ ଦେଖି। ପ୍ରଥମ ପ୍ରଶ୍ନ ହେଉଛି ତୁମ ପାଇଁ, କାହା କାହା ଭିତରେ କଳି ହେଲା? ସୂର୍ଯ୍ୟ ଆଉ ଚନ୍ଦ୍ର ଭିତରେ କଳି ହେଲା। ଠିକ୍ କହିଛ। 2 ନମ୍ବର କହୁଛି, ସୂର୍ଯ୍ୟ ରାଗିଯିବାରୁ କ'ଣ ହେଲା? ନା ସୂର୍ଯ୍ୟ ରାଗିଯିବାରୁ ତା ମୁହଁ ପୁରା ଲାଲ ପଡ଼ିଗଲା, ତା ଦେହରୁ ପୁରା ନିଆଁ ବାହାରିଲା, ତାତି ବାହାରିଲା ହେଲା। ଚନ୍ଦ୍ର କେତେବେଳେ ଆକାଶରେ ଦେଖାଯାଏ? ଚନ୍ଦ୍ର ରାତିରେ ଆକାଶରେ ଦେଖାଯାଏ। କାହିଁକି ଦେଖାଯାଏ ମୁଁ କହିଦେଲି ତୁମକୁ। କିଏ ଆକାଶରେ ଥିଲେ ଦିନ ହୁଏ? କିଏ ଆକାଶରେ ଥିଲେ ଦିନ ହୁଏ? ନା ସୂର୍ଯ୍ୟ ଆକାଶରେ ଥିଲେ ଦିନ ହୁଏ। ବୁଝିପାରିଲ ନାହିଁ ପିଲାମାନେ? ତ ବର୍ତ୍ତମାନ ଆମେ କ'ଣ କରିବା, ଏ ବିଷୟର ଅଭ୍ୟାସରେ ଯେଉଁ ଦେଇଛି କାର୍ଯ୍ୟଫଳରେ ଯାହା ପ୍ରଶ୍ନ ଦେଇଛି ତାକୁ ଆମେ ଆଲୋଚନା କରିବା। ପ୍ରଥମ କହୁଛି, ଆସ ଚିତ୍ର ଦେଖିବା, ଭାବିବା ଓ କହିବା। ଯେମିତିକି ଚିତ୍ର ଦେଖ। ଚିତ୍ର ତୁମେ କ'ଣ ଲକ୍ଷ୍ୟ କରୁଛ? ଚିତ୍ରଟା 2 ଭାଗ ହୋଇଛି। ଗୋଟା ପଟ ହୋଇଯାଇଛି ସୂର୍ଯ୍ୟପଟ, ଗୋଟା ପଟ ଚନ୍ଦ୍ରପଟ ହୋଇଯାଇଛି। ତ ସୂର୍ଯ୍ୟପଟରେ ତୁମେ ପ୍ରଥମେ କ'ଣ କର? ସକାଳୁ ଶୋଇକି ଉଠ। ଶୋଇକି ଉଠିଲେ କ'ଣ କରିବ ନା ଦାନ୍ତ ଫାନ୍ତ ଘଷିକି ଝାଡ଼ା ଫାଡ଼ା ବସି ପଡ଼ିଲ। ତାପରେ କ'ଣ କରିବ? ସକାଳ ଜଳଖିଆ ତୁମେ ଖାଇବ। ସକାଳ ଜଳଖିଆ ଖାଇବ ନା ଖାଇବନି? ତାପରେ ଜଳଖିଆ ଖାଇସାରିକି ପାଠ ପଢ଼ିବ। ପାଠରେ କ'ଣ ଚିତ୍ର କରିବ, ପୁଣି ବହି ପଢ଼ିବ। ତାପରେ କ'ଣ ଖେଳିବ। ଖେଳି ସାରିବା ପରେ ପୁଣି ତୁମକୁ ଭୋକ କରିବ, ଖାଇଲ। ଖାଇସାରିବା ପରେ ରାତିରେ ସେଠୁ କ'ଣ କରିବ? ପୁଣି ଯାଇ ପାଠ ପଢ଼ିବ। ପାଠ ପଢ଼ି ସାରିଲା ପରେ ଯାଇକରି ଶୋଇପଡ଼ିବ। ବୁଝିପାରିଲନି? ତାହେଲେ ଦିନ ବେଳା ତୁମେ କ'ଣ କଲ? ସକାଳ ଜଳଖିଆ ଖାଇଲ, ପାଠ ପଢ଼ିଲ, ଚିତ୍ର କଲ, ଖେଳିଲ, ପୁଣି ଖାଦ୍ୟ ଖାଇଲ। ରାତି ଯେତେବେଳେ ହେଇଗଲା ଆଉ ଟିକେ ପାଠ ପଢ଼ିଲ, ସେ ଯାଇକରି ଶୋଇପଡ଼ିଲ। ବୁଝିପାରିଲ ନାହିଁ ପିଲାମାନେ? ଦେଖ, ଯେ ଆମେ ଯାହା ଉପରେ ପଢ଼ିଲେ ଏଇଟାକୁ ତୁମେ କ'ଣ କରିବ? ଏଇ ଯେଉଁ ଫାଙ୍କା ସ୍ଥାନ ଅଛି, ସେଇ ଫାଙ୍କା ସ୍ଥାନରେ ତାକୁ ସବୁ ଲେଖିବ। ବୁଝିପାରିଲନି? ତାପରେ ଦେଖ କ'ଣ କହୁଛି, କାର୍ଯ୍ୟଫର୍ଦ୍ଦ 5, ଆସ ତଳ ଚିତ୍ରଗୁଡ଼ିକୁ ଦେଖିବା ଓ ରଙ୍ଗ ଦେବା। ଯେମିତିକି ତଳେ ସବୁ କେଉଁ ଚିତ୍ର ଅଛି ଲକ୍ଷ୍ୟ କର। ଚିଲ ଅଛି, ଉଡ଼ାଜାହାଜ ଅଛି, ବାଦୁଡ଼ି ଅଛି, ଏପଟେ ବେଲୁନ୍ ଅଛି। ଏସବୁ ବିଭିନ୍ନ ଚିତ୍ରକୁ କ'ଣ କରିବ? ରଙ୍ଗ ଦେବ। ବୁଝିପାରିଲନି? ରଙ୍ଗ ଦେଇ ସାରିବା ପରେ ଏ ଯେଉଁ ଫାଙ୍କା ସ୍ଥାନ ତଳେ ଅଛି, ଏ ଫାଙ୍କା ସ୍ଥାନରେ ସବୁଗୁଡ଼ିକର ନାମକୁ ତୁମେ ଲେଖିବ ହେଲା। ତାପରେ ଦେଖ କାର୍ଯ୍ୟଫର୍ଦ୍ଦ 6। କାର୍ଯ୍ୟଫର୍ଦ୍ଦ 6ରେ କ'ଣ କହୁଛି? ଆସ ଉଦାହରଣ ଦେଖି ଅକ୍ଷର ଯୋଡ଼ିବା, ଶବ୍ଦ ଗଢ଼ିବା, ଖାଲି ଜାଗାରେ ଲେଖିବା ଆଉ ପଢ଼ିବା ହେଲା। ଦେଖ ଉଦାହରଣ କହୁଛି, 10 ଯୁକ୍ତ 9 ସମାନ କ'ଣ ହେଇଯିବ? ନା ଦିନ। ସେଭଳିଆ ଖ ଯୁକ୍ତ ର ରା କ'ଣ ହେଇଯିବ? ଖରା। ଏଭଳି କ'ଣ କରିବ? ଅକ୍ଷରକୁ ଯୋଡ଼ିକରି ଶବ୍ଦରେ ତିଆରି କରି ତାକୁ ଏ ଫାଙ୍କା ସ୍ଥାନରେ ଲେଖିବ। ସେଭଳି ଦୁଇଟି ଅକ୍ଷର ଗଲା। ବର୍ତ୍ତମାନ ଏଠି 3ଟା ଅକ୍ଷର ଅଛି। ଯେମିତିକି ଆ ଯୁକ୍ତ ଲୋ ଯୁକ୍ତ କ କ'ଣ ହେଇଯିବ? ଆଲୋକ। ଆଲୋକ ଫାଙ୍କା ସ୍ଥାନରେ ଲେଖିବ ହେଲା। ତ ଏଇଟା ଥିଲା ତୁମର କାର୍ଯ୍ୟଫର୍ଦ୍ଦ 6। ତ ନେକ୍ସଟ କ୍ଲାସରେ ଗୋଟେ ନୂଆ ବିଷୟଟାକୁ ଆମେ ଆରମ୍ଭ କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।